ଭିଜିଲାନ୍ସ ଜାଲରେ ନନ୍ଦପୁର ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟରେ କାର୍ଯ୍ୟରତ କିରାଣୀ ସମ୍ବିତ କୁମାର ତ୍ରିପାଠୀ ପୁଣି ଭିଜିଲାନ୍ସ ହାତରେ ଲାଞ୍ଚ ନେଇ ଧରାପଡ଼ିଲେ କିରାଣୀ। ନନ୍ଦପୁର ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଡିଲିଂ କ୍ଲର୍କ ସମ୍ବିତ କୁମାର ତ୍ରିପାଠୀ ଶିମିଳିଗୁଡ଼ାଠାରେ ଏକ ଚା ଦୋକାନ ପାଖରେ ଟଙ୍କା ନେଲା ବେଳେ ମାଡ଼ି ବସିଲା ଭିଜିଲାନ୍ସ। ଲାଞ୍ଚ ନେବାର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ। ଭିଜିଲାନ୍ସ ଦ୍ୱାରା ଶିମିଳିଗୁଡ଼ା ଗାନ୍ଧୀନଗର ଭଡ଼ାଘରେ ରେଡ୍ ପରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ତନାଘନା ଜାରି ରହିଛି। ସୂଚନା ଅନୁସାରେ ଅବସରକାଳୀନ ବିଭିନ୍ନ ବିଲ୍ ପାସ୍ ପାଇଁ ଶିକ୍ଷକ ରମେଶ କୁମାର ବେହେରାଙ୍କ ପୁଅ ଦିନେଶ ବେହେରାଙ୍କଠାରୁ 15,000 ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍। ଜୟପୁରସ୍ଥିତ ଭିଜିଲାନ୍ସ ଟିମ୍ ନନ୍ଦପୁରସ୍ଥିତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ନଥିପତ୍ର ଯାଞ୍ଚ କରୁଛି। ନନ୍ଦପୁରରୁ ଦୁର୍ଗା ପ୍ରସାଦ ପାଢ଼ୀଙ୍କ ରିପୋର୍ଟ, ONI ନ୍ୟୁଜ୍।